ସୁଖ ଶାନ୍ତି ଏବଂ ଭୋଗବିଳାସ ପଛରେ ଥାଇ ମଣିଷ କର୍ମ କରିବା ବନ୍ଦ କରେ ବା କର୍ମରେ ତ୍ରୁଟି କରେ, ତେବେ ସେ ମଣିଷ ହୋଇ ମଧ୍ୟ ଭଗବାନଙ୍କ ଦୃଷ୍ଟିରେ ଅସଫଳ ହୋଇଯାଏ। ଆଗକୁ ବଢ଼ିବାରେ ବାଧା ଦେବା ଲୋକ ଯଦି ନିଜର ହୋଇଥାନ୍ତି, ତାହେଲେ ଆଗକୁ ବଢ଼ିବା ଆହୁରି କଷ୍ଟ ହୋଇଯାଇଥାଏ। ଯେତେବେଳେ ଏମିତି କିଛି ପରିସ୍ଥିତି ସୃଷ୍ଟି ହୋଇଯାଏ, ମଣିଷ ସେହି ଭୁଲ କେବେ ବି କରିନଥାଏ, ତଥାପି ତାକୁ କ୍ଷମା ମାଗିବାକୁ ପଡ଼ିଥାଏ। କାହିଁକି ନା ସେହି ସମୟରେ ଭୁଲକୁ ନୁହେଁ, ସେ ସମ୍ପର୍କକୁ ଦେଖୁଥାଏ। ସୁନ୍ଦର ସମ୍ପର୍କ ଯେମିତି ଶେଷ ନ ହୋଇଯାଉ। ଦୁର୍ବଳ ବ୍ୟକ୍ତି ସହିତ ଶତ୍ରୁତା ଅଧିକ ଭୟଙ୍କର ହୋଇଥାଏ, କାହିଁକି ନା ଏମାନେ ସେହି ସମୟରେ ହିଁ ପ୍ରହାର କରିଥାନ୍ତି ଯେବେ ଆପଣ ତାହାର କଳ୍ପନା କରିନଥାନ୍ତି। ଆପଣଙ୍କ ଜୀବନରେ ଥିବା ସେହି କେଇଟା ଲୋକ ବହୁତ ନିଜର ହୋଇଥାନ୍ତି। ଯେଉଁ ଲୋକ ଆପଣଙ୍କ କଥା କହିବା ଶୈଳୀରୁ ହିଁ ଜାଣିଦେବେ କି ଆପଣ ସୁଖରେ ଅଛନ୍ତି କି ଦୁଃଖରେ ଅଛନ୍ତି। ଦୁନିଆର ସବୁଠାରୁ ସୁନ୍ଦର ଉପହାର ଆମ ଜୀବନ ସାଥୀ ହୋଇଥାନ୍ତି, ଯାହା ପଇସାରେ ନୁହଁ ବରଂ ଭାଗ୍ୟରେ ଥିଲେ ମିଳିଥାନ୍ତି। ସ୍କୁଲରେ ପରୀକ୍ଷା ଗୁଡ଼ିକ ଦିନେ ଶେଷ ହୋଇଯାଏ, କିନ୍ତୁ ଜୀବନର ପରୀକ୍ଷା ଗୁଡ଼ିକ ସାରା ଜୀବନ ଚାଲିଥାଏ। ଅଲଗା ଅଲଗା ସ୍ଥାନରେ ଚେଷ୍ଟା କରିବା ଠାରୁ ଭଲ ଗୋଟିଏ ଜାଗାରେ ଲକ୍ଷ୍ୟ ସ୍ଥିର କରି କଠିନ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିଥାଏ। ବିଶ୍ୱାସର ଅର୍ଥ ଏହା ନୁହେଁ କି ଯାହା ମୁଁ ଚାହିଁବି ଈଶ୍ୱର ତାହା କରିବେ। ବିଶ୍ୱାସର ଅର୍ଥ ହୋଇଥାଏ ଈଶ୍ୱର ତାହା କରିବେ ଯାହା ମୋ ପାଇଁ ଠିକ୍ ହେବ। ସତ ମିଛର ଲଢ଼େଇ ଭିତରେ ପ୍ରାୟତଃ ସତ ହାରିଯାଏ। କାହିଁକି ଜାଣିଛନ୍ତି? କାରଣ ସତ୍ୟ ଗୋଟିଏ କାହାଣୀର ସେହି ଟ୍ୱିଷ୍ଟ ପରି ହୋଇଥାଏ, ଯାହା ବେଳେ ବେଳେ କାହାଣୀର ମୋଡ଼ ବଦଳେଇ ଦିଏ। କିଛି ସମୟ ପାଇଁ ସତ୍ୟ ଉପରେ ପରଦା ପକାଇ ହେବ, କିନ୍ତୁ ସତ୍ୟକୁ ସବୁଦିନ ପାଇଁ ଲୁଚାଇ ହେବ ନାହିଁ। ପ୍ରେମ ଆଉ ଭରସା କେବେ ବି ଭାଙ୍ଗନ୍ତୁ ନାହିଁ, କାହିଁକି ନା ପ୍ରେମ ସମସ୍ତଙ୍କ ସହ ହୋଇନଥାଏ ଆଉ ଭରସା ସମସ୍ତଙ୍କ ଉପରେ ହୋଇନଥାଏ। ଯେବେ ଏ ଦୁନିଆ ଏହା କହିଥାଏ କି ହାର ମାନିନିଅ, ସେତେବେଳେ ଆଶା ଧୀରେ ଧୀରେ ଆମ କାନରେ କହିଥାଏ କି ଆଉ ଥରେ ଚେଷ୍ଟା ହିଁ କର। ମଣିଷକୁ ମନ ଇଚ୍ଛା ସବୁ କିଛି ମିଳିନଥାଏ, ଯାହା ଭାଗ୍ୟରେ ଥାଏ ତାହା ମିଳେ। କାହାଠାରୁ ଅଧିକ କିଛି ଆଶା ରଖିଲେ କେବଳ ନିରାଶ ହିଁ ମିଳିଥାଏ। ସ୍ୱାର୍ଥପର ସମ୍ପର୍କଠାରୁ ବହୁତ ଭଲ ଆପଣ ଏକା ରହିବା ଶିଖିନିଅନ୍ତୁ। ହାତର ରେଖା ଉପରେ ନୁହେଁ, ହାତ ରେଖାକୁ ତିଆରି କରିଥିବା ଲୋକ ଉପରେ ବିଶ୍ୱାସ ରଖନ୍ତୁ। ବଡ଼ ସିଏ ହୋଇଥାଏ ଯାହାର କର୍ମ ବଡ଼ ହୋଇଥାଏ। ବଡ଼ ସିଏ ହୋଇଥାଏ ଯିଏ ଜୀବନରେ କିଛି ବଡ଼ ଉପଲବ୍ଧି ହାସଲ କରିଥାଏ। ବଡ଼ ବଡ଼ କଥା ତ ସମସ୍ତେ କହିପାରିବେ, କିନ୍ତୁ ପ୍ରକୃତରେ ବଡ଼ କେବଳ ସିଏ ହୋଇପାରନ୍ତି ଯେ କଥାରେ ନୁହେଁ କାମରେ ମାହିର ହୋଇଥାନ୍ତି। ସମୟର କାମ ସେ ଦିନେ ବିତିଯିବ। ସମୟ ଖରାପ ଥିଲେ ଧୈର୍ଯ୍ୟ ରଖ, ଆଉ ଭଲ ଥିଲେ ଭଗବାନଙ୍କୁ ଧନ୍ୟବାଦ ଦିଅ। ଜୀବନର ଅଧା ଅଭିଯୋଗ ଏମିତି ହିଁ ଠିକ୍ ହୋଇଯିବ ଯଦି ଲୋକ ଅନ୍ୟ ଜଣେ ଲୋକଙ୍କ ବିରୁଦ୍ଧରେ କହିବା ବଦଳରେ ଜଣେ ଅନ୍ୟ ଜଣଙ୍କ ଠାରୁ କହିବା ଶିଖିବେ। କାହା ଭରସାରେ ବସି ରୁହନ୍ତୁ ନାହିଁ। କାହା ଗୋଡ଼ ତଳେ ପଡ଼ି ସଫଳ ହେବା ବଦଳରେ ନିଜ ଗୋଡ଼ରେ ଚାଲି ସଫଳତା ହାସଲ କରନ୍ତୁ।